ବର୍ଷ 2024 ଆପଣଙ୍କ ପାଇଁ ମଙ୍ଗଳମୟ ତଥା ଶୁଭଙ୍କର ହେଉ। ଆଠମଲ୍ଲିକ ପରିପ୍ରେକ୍ଷୀରେ ମୁଁ ଏତିକି କହିବି ଯେ ଆଠମଲ୍ଲିକ ଏକ ପଛୁଆ ଅଞ୍ଚଳ। ଏଠି ନେତାମାନଙ୍କର ପ୍ରତିଶ୍ରୁତି ପାଣିରେ ଗାର। ସମସ୍ତେ ସବୁକିଛି କରିଦେବି ବୋଲି କୁହନ୍ତି, କିନ୍ତୁ କେହି କିଛି କରନ୍ତି ନାହିଁ। ଏ ଅଞ୍ଚଳ ଚାଷୀମାନଙ୍କର ଅଞ୍ଚଳ। ପ୍ରମୁଖ କାମ ହେଲା, ପ୍ରମୁଖ ବେପାର ହେଲା ଏଠି ଚାଷ। କିନ୍ତୁ ଏଠି ଜଳସେଚନର ସୁବିଧା ବର୍ଷ ଧରି ଲୋକମାନଙ୍କୁ ଦେବି ବୋଲି କହି ନେତାମାନେ ଠକି ଚାଲିଛନ୍ତି ଏବଂ ଯାହାଦ୍ୱାରା କି ଲୋକମାନେ ପ୍ରତାରିତ ହେଉଛନ୍ତି। ଗାଁ ଗାଁରେ ମହୁଲୁର ପ୍ରାବଲ୍ୟ। ଗାଁର ଅଧା ଲୋକ ବର୍ତ୍ତମାନ ମଦୁଆ। ଗାଁର ପ୍ରତି ଗାଁର 30, 40, 50 ଯୁବକ ବର୍ତ୍ତମାନ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏ ହେଉଛି ସମାଜର ଏବଂ ଗାଁର ଚିତ୍ର। ତେଣୁ ଆଧୁନିକ ଶିକ୍ଷା, ଆଧୁନିକ ନେତୃତ୍ୱ ଏ ସମାଜକୁ କୁଆଡ଼େ ନେଉଛି ତା ଆପଣମାନେ ବିଚାର କରନ୍ତୁ। ବର୍ଷ 2024ରେ ନେତାମାନଙ୍କର ନେତୃତ୍ୱ ସଦ୍ବୁଦ୍ଧି ଉଦୟ ହେଉ। ସେମାନେ ଜଳସେଚନକୁ ଗୁରୁତ୍ୱ ଦିଅନ୍ତୁ। ସେମାନେ ନିଶା ନିବାରଣକୁ ଗୁରୁତ୍ୱ ଦିଅନ୍ତୁ ଏବଂ ସମାଜକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଏ ବର୍ଷ ସଦ୍ଭାବ ଏବଂ ସମ୍ପ୍ରୀତିର ବର୍ଷ ହେଉ। ଭଗବାନଙ୍କ ନିକଟରେ ମୁଁ ଏତିକି ପ୍ରାର୍ଥନା କରିବି। ଧନ୍ୟବାଦ।